ଆଜି ମୁଁ ଚାଲିଲି ଆପଣଙ୍କର ମୟୂରଭଞ୍ଜ ଉଦଳାରେ ଥିବା ଗୋଟେ ଜାଗା ସମବୃକ୍ଷ ଯାହାର ନାଁ। ତ ସେଇଟା ବୁଲିବା ପାଇଁ ଇଏ ରହୁଛି ତାର ଏଣ୍ଟ୍ରି ଗେଟ୍। ଏଣ୍ଟ୍ରି ହେଲା ପରେ ଆପଣଙ୍କୁ ସମବୃକ୍ଷ ଦେଖାଯାଉଥିବ। ଇଏ ରହିଥିଲା ଗୋଟେ କିଛି ଭ୍ୟୁ ପଏଣ୍ଟ ଜଷ୍ଟ ଏଣ୍ଟ୍ରି କଲା ପରେ। ଆଉ ଏଠି ତାଙ୍କର ଗ୍ରାମବାସୀ କ'ଣ ପୂଜାପୂଜି କରନ୍ତି ନା କ'ଣ ସେଇଟା କହିଲେ। ଆଉ ଗୋଟେ ପଥରରେ ଗୋଟେ ହାତୀ ଚିତ୍ର ହେଇଥିଲା। ଆଉ କିଛି କଟେଜ ଟାଇପ୍ର ଦୋକାନ ଘର ଥିଲା ଯେଉଁଟା ବନ୍ଦ ଥିଲା। ଆଉ ଗୋଟେ ମନ୍ଦିର ବି ଥିଲା ଯାହାର ନାଁ ଅନନ୍ତ ବାସୁଦେବ ଲେଖା ହେଇଥିଲା, ସେଟା ବି ବନ୍ଦ ଥିଲା। ତ ସେଠୁ ପୁଣି ଆଗକୁ ଗଲା ପରେ ଗୋଟେ ମସ୍ତ ଭ୍ୟୁ ଆପଣଙ୍କ ଦେଖିପାରୁଥିବେ ଭିଡ଼ିଓରେ, ବହୁତ ସୁନ୍ଦର ଭ୍ୟୁ ଥିଲା। ଦେନ୍ ମୁଁ ମୋ ଗାଡ଼ିରୁ ମୋର ମୋବାଇଲ କାଢ଼ିଲି, ମୁଁ ମୋବାଇଲ ଛାଡ଼ି ଦେଇଥିଲି। ମୋବାଇଲ ନେଇ ସାରିଲା ପରେ ମୁଁ ଚାଲିଲି ଆପଣଙ୍କର ମେନ୍ ଜାଗାକୁ, ଯେଉଁଟା ସମବୃକ୍ଷ। ଇଏ ତାର ଏଣ୍ଟ୍ରି ଥିଲା। ସମବୃକ୍ଷ ମାନେ କୌଣସି ଗଛ ନୁହଁ, ଗୋଟେ ପଥରରେ ଥିବା ପାହାଡ଼, ଓନ୍ଲି ଗୋଟେ ସିଙ୍ଗଲ ପଥରରେ ଥିବା ପାହାଡ଼। ଏଠାରେ ଆପଣଙ୍କର ଶୌଚାଳୟ ବି ଅଛି, ଆଉ ବସିବା ପାଇଁ ବହୁତ ସୁନ୍ଦର ସୁନ୍ଦର ଜାଗା କରାଯାଇଛି ପଥରରେ, ଯେଉଁଟା ବହୁତ ବଢ଼ିଆ ବି ଦେଖା ହେଉଥିଲା। ଆଉ ଷ୍ଟେୟାର ବି ବହୁତ ଭଲ ଥିଲା, ଆଉ ଭ୍ୟୁ ତ ବହୁତ ହି ଭଲ ଥିଲା। ଦେନ୍ କିଛି ଉପରକୁ ଗଲା ପରେ ଏଠି ପଞ୍ଚୁ ପାଣ୍ଡବ ଥିଲେ, ଆଉ ଉପରୁ ତଳକୁ ଅନେଇବେ ସେ ଜାଗାରୁ, ସେ ନଜାରା ଆହୁରି ବି ସୁନ୍ଦର ଥିଲା। ତ ଏଠୁ ହେଇସାରିଲା ପରେ ପୁଣି ମୁଁ ଉପରକୁ ଚାଲିଲି, ଯେଉଁଟା ଆମର ମେନ୍ ଡେଷ୍ଟିନେସନ୍, ଯେଉଁଟା ସମବୃକ୍ଷ। ଆପଣ ଦେଖିପାରୁଥିବେ ଯେଉଁଟା ଗୋଟେ ପଥରରେ ପାହାଡ଼। ଆଗରୁ ପିଲାମାନେ ଉଠା ଉଠି କରୁଥିଲେ, ମୁଁ ବହୁତ ପୂର୍ବରୁ ଆସିଥିଲି, ବଟ୍ ଏବେ ତ ଡାଇରେକ୍ଟ ଲେଖା ହେଇଛି ଉପରକୁ ଉଠିବା ମନା। ଇଏ ରହିଲା ସେ ଜାଗା। ଏଠାରେ ଆମର ଭଗବାନ ବି ଥିଲେ, ଆଉ ବସିବା ପାଇଁ ବି ଏଠି ବି କିଛି ହେଇଥିଲା, ଗୋଟେ ମନ୍ଦିର ବି ଥିଲା। ଆପଣମାନେ ଆସିଲେ ଏଠି ପୂଜା ବି କରିପାରିବେ। ଏଇଟା ଆଜିର ମୋର ଟୁର୍ ଥିଲା। ତ ଏମିତି ଭିଡ଼ିଓ ଦେଖିବା ପାଇଁ ହେଲେ ଆପଣ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଆଉ କ'ଣ କିଛି ଦେଖିବାର ଅଛି ମୟୂରଭଞ୍ଜରେ କମେଣ୍ଟ କରିବେ।